षंढ खाइथिबा पनीर की जाउछि लोकंक थाली को जोड़ारे भाइराल वीडियो को नहीं चर्चा। केन्दुझर जिला जोड़ा सहर में खाद्य सुरक्षा को नहीं एक चिंताजनक घटना सामना को आसी सोशल मीडिया रे भाइराल होइथिबा एक वीडियो रे रास्ता कड़े पड़िथिबा पनीर को बुला गाई गोरु षंढ खाउथवा दृश्य देखा मिली। এই ভিডিও को नहीं स्थानीय लोकों मध्य असंतोष और चिंता प्रकाश पाउछि। सूचना अनुसार कटकरू रात्रिकालीन बस रे अखा भितर आसुथुवा पनीर को बस कर्मचारी माने जोड़ा बसस्टाण्ड निकट एक अपरिष्कार स्थान में रखी चली जाउछंती। एही पनीर भोर 4 सकाळ 9 पर्यंत सेठारे पड़िथिबा बेले बुला पशु माने तांकु खाउथुवा अभियोग होईछि। स्थानीय लोकों अभियोग परे सेही पनीर को दुकानी माने नै बिक्री करुछंती। जदिও এই অভিযোগର স্বাধীন সত্যতা যাଞ୍ଚ ହୋଇନାହିଁ তথাপি ভাইরাল ভিডিও ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। କିଛି ଦିନ ପୂର୍ବରୁ ଚମ୍ପୁଆ ବସଷ୍ଟାଣ୍ଡରେ ଜଣେ ଦହିବରା ବିକ୍ରେତା ଅଇଁଠା ଦହିବରା ବିକ୍ରି କରୁଥିବା ଭିଡ଼ିଓ ଭାଇରାଲ ହୋଇ ଚର୍ଚ୍ଚାର ବିଷୟ ହୋଇଥିଲା। ସେହି ଘଟଣାର ଚର୍ଚ୍ଚା ଥମି ନଥିବା ବେଳେ ଯୋଡ଼ାରେ ଏହି ନୂଆ ଘଟଣା ଖାଦ୍ୟର ଗୁଣବତ୍ତା ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛି। ଏହି ଘଟଣାରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ସହିତ ଖାଦ୍ୟ ସାମଗ୍ରୀର ସୁରକ୍ଷିତ ପରିବହନ ଓ ସଂରକ୍ଷଣ ନିଶ୍ଚିତ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ପୌରପାଳିକା ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଉର୍ମିଳା ପଣ୍ଡାଙ୍କ ରିପୋର୍ଟ ମସିହା ନ୍ୟୁଜ୍। ରେଗୁଲାର ହେଉଛି এই ঘটনা রেগুলার ঘটুଛି। কটকରୁ ଆସୁଛି ପନିର ରାତି 3:30 ବେଳେ ଯେଉଁ ବସ୍ ପହଞ୍ଚି ଆସୁଛି ସେ ବସ୍ରେ ଆସୁଛି ଆଉ ବସ୍ ବାଲା କ'ଣ କରୁଛନ୍ତି ତାକୁ ରାସ୍ତା କଡ଼କୁ ଫୋପାଡ଼ି ଦେଇକି ପଳାଉଛନ୍ତି। ତା ଦେହରେ ସେଇ ଯେଉଁ ରସ ବହୁଛି ସେଇ ଯେଉଁ ପନିରରୁ ରସ ବହୁଛି ଅଖା ଜରି ଅଖା ଦେହରେ ବନ୍ଧା ହେଇକି ଆସୁଛି ରସ ବହୁଛି ତାକୁ ଗାଈ ଛେଳି ଷଣ୍ଢ ବୁଲା ଷଣ୍ଢ ସବୁ ତାକୁ ଫୁଟେଇକି ତାକୁ ଖାଉଛନ୍ତି। ଆଉ ସେଇ ପନିର ପୁଣି ଯାଇକି ବିକ୍ରି ହେଉଛି ବିଭିନ୍ନ ରେଷ୍ଟୁରାଣ୍ଟ ଯାଉଛି ବାହାଘର ବ୍ରତଘର ଯେଉଁମାନେ ମଗେଇଥାନ୍ତି ସେମାନଙ୍କୁ ସେ ପାଖକୁ ଯାଉଛି ଆଉ ତାକୁ ଯୋଡ଼ା ଲୋକ ଖାଉଛନ୍ତି। ଏଇଟା ଗୋଟେ ରେଗୁଲାର ଏଇ ଘଟଣା ଘଟୁଛି। ଆଜି ସେଇ ଯେଉଁମାନେ ଦେଖିଲେ ସେଇଟା ଗୋଟେ ସେ ନେଇକି ଯୋଡ଼ାରେ ଗୋଟେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି।